ମାଳାରେ ଶୀଘ୍ର ଆଗମନ କରିବାକୁ ଯାଉଥିବା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ପବିତ୍ର ଓ ବହୁମୂଲ୍ୟ ନାମରେ ନିର୍ମଳ ଖରା ୟୁଟ୍ୟୁବ୍ ଚ୍ୟାନେଲରେ ଆପଣ ସମସ୍ତଙ୍କୁ ସ୍ୱାଗତ କରେ। ପ୍ରତିଦିନ ପ୍ରତି ପ୍ରଭାତ ଆମମାନେ ନିର୍ମଳ ଖରା ୟୁଟ୍ୟୁବ୍ ଚ୍ୟାନେଲ ମାଧ୍ୟମରେ ନୂଆ ନୂଆ ପ୍ରସଙ୍ଗରେ ପ୍ରଭୁଙ୍କର ବାକ୍ୟ ଶୁଣିବାର ଅପୂର୍ବ ସୁଯୋଗ ପାଉଛୁ। ପରମେଶ୍ୱର ପ୍ରତି ପ୍ରଭାତରେ ସେ ଆମମାନଙ୍କୁ ତାଙ୍କ ପବିତ୍ର ବାକ୍ୟ ଦ୍ୱାରା କଥାବାର୍ତ୍ତା ହେଉଛନ୍ତି। ସେଥିପାଇଁ ସ୍ୱର୍ଗର ପରମେଶ୍ୱରଙ୍କୁ ହୃଦୟ ସହିତ ଧନ୍ୟବାଦ ଦିଏ। ତା ସହିତ ଆପଣ ସମସ୍ତଙ୍କୁ ମଧ୍ୟ ହୃଦୟ ସହିତ ଧନ୍ୟବାଦ ଦିଏ, କାରଣ ଆପଣମାନେ ନିୟମିତ ଏହି ଚ୍ୟାନେଲ ଦ୍ୱାରା ପ୍ରସାରିତ ହେଉଥିବା କାର୍ଯ୍ୟକ୍ରମ ଗୁଡ଼ିକୁ ଦେଖୁଛନ୍ତି। କେବଳ ଦେଖୁଛନ୍ତି ତାହା ନୁହେଁ, ମାତ୍ର ଲାଇକ୍ ସେୟାର କମେଣ୍ଟସ୍ ଗୁଡ଼ିକ ଦ୍ୱାରା ଆପଣମାନେ ଆମମାନଙ୍କୁ ଅତ୍ୟଧିକ ପରିମାଣରେ ଉତ୍ସାହିତ କରୁଛନ୍ତି। ପ୍ରଭୁ ଆପଣ ସମସ୍ତଙ୍କୁ ପ୍ରଚୁର ଭାବେ ଆଶୀର୍ବାଦ କରନ୍ତୁ। ଆସନ୍ତୁ ଆଜିର ପ୍ରସଙ୍ଗ ନିକଟକୁ ଯିବା। ଆଜିର ପ୍ରସଙ୍ଗଟି ଏ ପ୍ରକାର ଅଟେ, ସଦାପ୍ରଭୁଙ୍କ ବିରୁଦ୍ଧରେ ଅଭିଯୋଗ। ସଦାପ୍ରଭୁଙ୍କ ବିରୁଦ୍ଧରେ ଅଭିଯୋଗ, ସେ ବିଷୟରେ ଅଳ୍ପ ସମୟ ଆମେ କଥାବାର୍ତ୍ତା ହେବା। ଯେରେମିୟ 12:1 ହେ ସଦାପ୍ରଭୁ, ମୁଁ ଯେତେବେଳେ ତୁମ ସଙ୍ଗେ ପ୍ରତିବାଦ କରେ ତୁମେ ଧାର୍ମିକ ଅଟ, ତଥାପି ବିଚାର ବିଷୟରେ ମୁଁ ତୁମ ସଙ୍ଗେ ବାଦାନବାଦ କରିବି। ଦୁଷ୍ଟ ଲୋକମାନଙ୍କର ପଥ କାହିଁକି କୁଶଳଯୁକ୍ତ ହୁଏ? ଅତି ବିଶ୍ୱାସଘାତକ ସମସ୍ତେ କାହିଁକି ନିରାପଦରେ ବାସ କରନ୍ତି? ପ୍ରିୟମାନେ, ଏହା ପ୍ରତ୍ୟେକ ଲୋକଙ୍କର ଗୋଟେ ଅଭିଯୋଗ ଥାଏ ଯେ ଦୁଷ୍ଟ ଲୋକମାନେ କାହିଁକି ଭଲରେ ରହୁଛନ୍ତି, ଦୁଷ୍ଟ ଲୋକମାନେ କାହିଁକି ସବୁ ପ୍ରକାର ଆପଦ ବିପଦରୁ ରକ୍ଷା ପାଉଛନ୍ତି। ଆମେ ଏତେ ପ୍ରାର୍ଥନା କରୁଛୁ, ଏତେ ବାଇବଲ ଆମେ ପଢ଼ୁଛୁ, ଆମେ ଏତେ ସୁନ୍ଦର ଭାବରେ ପ୍ରଭୁଙ୍କ ପଛରେ ଚାଲୁଛୁ, କୌଣସି ଦୁଷ୍ଟତା ନାହିଁ, ଧାର୍ମିକ ଜୀବନଯାପନ କରୁଛୁ, ହେଲେ ମଧ୍ୟ କାହିଁକି ଆମ ବିଷୟରେ ଆମ ଜୀବନରେ ଏ ପ୍ରକାର ଘଟୁଛି? ଏହା ଯେରେମିୟଙ୍କର ଅଭିଯୋଗ। ପ୍ରିୟମାନେ, ଯଦି ଆଇବ ପୁସ୍ତକ ପଢ଼ିବା 12 ଅଧ୍ୟାୟ ଏହାର 6 ପଦ, ଡକାୟତମାନଙ୍କର ତମ୍ବୁ ଭାଗ୍ୟବାନ ହୁଏ ଓ ପରମେଶ୍ୱରଙ୍କୁ ବିରକ୍ତ କରିବା ଲୋକେ ନିର୍ବିଘ୍ନରେ ରହନ୍ତି। ପରମେଶ୍ୱର ସେମାନଙ୍କ ହସ୍ତରେ ବହୁତ ଦିଅନ୍ତି। ଦେଖନ୍ତୁ, ଏହା ଆଇବ ମଧ୍ୟ କହୁଛନ୍ତି ଯେ ଡକାୟତମାନଙ୍କର ତମ୍ବୁ ମଧ୍ୟ ଭାଗ୍ୟବାନ ହେଉଛି। ସେମାନଙ୍କୁ ବହୁତ ପରମେଶ୍ୱର ଦେଉଛନ୍ତି, କୌଣସି ପ୍ରକାର ଟଙ୍କା ପଇସାର ଅଭାବ ହେଉନାହିଁ। ଯଦି ଆମେ ଗୀତ ରଚକ ଦାଉଦ କହୁଛନ୍ତି, ଗୀତ ସଂହିତା 37 ଗୀତର 35 ପଦରେ, ମୁଁ ଦୁଷ୍ଟକୁ ମହାକ୍ଷମତାପନ୍ନ ଓ ସ୍ୱଭୂମିରେ ସତେଜ ବୃକ୍ଷ ତୁଲ୍ୟ ଆପଣାକୁ ପ୍ରସାରିବାର ଦେଖିଲି। ପ୍ରିୟମାନେ, ଏହି ସ୍ଥାନରେ ଆମେ ଦେଖୁଛୁ ବାରମ୍ବାର ଏସବୁ ବିଷୟ ଗୁଡ଼ିକ କୁହାଯାଉଛି ଯେ ଯେଉଁମାନେ ଦୁଷ୍ଟ, ଯେଉଁମାନେ ପ୍ରଭୁଙ୍କ ବାଟରେ ଠିକ୍ରେ ନାହାନ୍ତି, ଆଉ ସେମାନେ ସବୁ ସମୟରେ ଧନ ସମ୍ପତ୍ତି, ଉତ୍ତମ ସ୍ୱାସ୍ଥ୍ୟ ସବୁରେ ସେମାନେ ଉନ୍ନତି ଲାଭ କରୁଛନ୍ତି। ଏହା ଆଜି ଅନେକଙ୍କର ପ୍ରଭୁଙ୍କ ବିରୁଦ୍ଧରେ ଅଭିଯୋଗ, ପରମେଶ୍ୱରଙ୍କ ବିରୁଦ୍ଧରେ କମ୍ପ୍ଲେନ୍ ଯେ ପ୍ରଭୁ, ଆମେ ଏତେ ଭଲ ଜୀବନଯାପନ କରୁଛୁ, ମାତ୍ର ତୁମେ କେବଳ ଦୁଷ୍ଟମାନଙ୍କୁ ହିଁ ଆଶୀର୍ବାଦ କରୁଛ। ସେମାନେ କୌଣସି ଭଲ ଜୀବନ କାଟୁନାହାନ୍ତି, ସେମାନେ ଭଲ ଆତ୍ମିକ ଖ୍ରୀଷ୍ଟିଆନ ବି ନାହାନ୍ତି, ରେଗୁଲାର ଚର୍ଚ୍ଚ ବି ଆସୁନାହାନ୍ତି। ସେମାନଙ୍କ ଜୀବନଶୈଳୀ ଜାଗତିକ ହେଲେ ମଧ୍ୟ ସେମାନଙ୍କୁ ପ୍ରମୋସନ୍ ମିଳୁଛି, ଜବ୍ ମିଳୁଛି, ସେମାନଙ୍କର ପୁଅ ଝିଅର ବାହାଘର ହେଉଛି, ଘର ଉପରେ ଘର ବାନ୍ଧୁଛନ୍ତି, ସେମାନେ ମେଡ଼ିକାଲରେ ଏତେ ଯାଉନାହାନ୍ତି, ସମସ୍ତେ ଆନନ୍ଦ ଉଲ୍ଲାସରେ ଗାଡ଼ି ଉପରେ ଗାଡ଼ି କିଣୁଛନ୍ତି। ମାତ୍ର ଆମେ ଏତେ ଧାର୍ମିକ ଜୀବନଯାପନ କଲା ପରେ ମଧ୍ୟ କାହିଁକି ଏ ପ୍ରକାର ହେଉଛି? ପ୍ରିୟମାନେ, ଏଠି ଆସଫର ଗୀତରେ ମଧ୍ୟ ଲେଖାଯାଉଛି, ଲେଖାଯାଏ 73 ଗୀତର 3 ପଦରେ, କାରଣ ମୁଁ ଦୁଷ୍ଟମାନଙ୍କର ସୌଭାଗ୍ୟ ଦେଖି ଦାମ୍ଭିକମାନଙ୍କ ପ୍ରତି ଈର୍ଷାନ୍ୱିତ ହେଲି। ଯେହେତୁ ସେମାନଙ୍କ ମରଣରେ କୌଣସି ବନ୍ଧନ ନାହିଁ, ମାତ୍ର ସେମାନଙ୍କର ବଳ ଦୃଢ଼ ଥାଏ। ସେମାନେ ଅନ୍ୟ ଲୋକମାନଙ୍କ ପରି କଷ୍ଟରେ ପଡ଼ନ୍ତି ନାହିଁ, କିମ୍ବା ଅନ୍ୟ ମନୁଷ୍ୟମାନଙ୍କ ପରି ସେମାନେ ଆଘାତପ୍ରାପ୍ତ ହୁଅନ୍ତି ନାହିଁ। ଏହେତୁ ଅହଙ୍କାର ସେମାନଙ୍କର ଗଳାଦେଶର ହାର ସ୍ୱରୂପେ ଦୌରାତ୍ମ୍ୟ ବସ୍ତ୍ର ପରି ସେମାନଙ୍କୁ ଆଚ୍ଛାଦନ କରେ। ମେଦରେ ସେମାନଙ୍କ ଚକ୍ଷୁ ବାହାରି ଉଠେ, ମନର ବାଞ୍ଛା ଅପେକ୍ଷା ସେମାନେ ଅଧିକ ପ୍ରାପ୍ତ ହୁଅନ୍ତି। ପ୍ରିୟମାନେ, ଏହିସବୁ ବିଷୟ ଗୁଡ଼ିକ ପ୍ରଭୁଙ୍କର ସଦ୍ଭକ୍ତମାନେ ଲେଖିଛନ୍ତି, ଯେଉଁମାନେ ପ୍ରଭୁଙ୍କ ସହିତ ରହୁଛନ୍ତି, ପ୍ରଭୁଙ୍କର କୁ ଅତି ଭଲ ଭାବରେ ଜାଣିଛନ୍ତି, ସେମାନେ ଲେଖୁଛନ୍ତି। ମାତ୍ର ଯେତେବେଳେ ସେମାନେ ଲେଖିଲେ, ଦେଖିଲେ, ଆଉ ସେମାନେ ଏହି ପ୍ରକାର ଗୁଡ଼ିକ ପରମେଶ୍ୱରଙ୍କ ବିରୁଦ୍ଧରେ କମ୍ପ୍ଲେନ୍ କଲେ, ମାତ୍ର ଯେତେବେଳେ ସେମାନେ ପରମେଶ୍ୱରଙ୍କ ସହିତ ରହିଲା ପରେ ପରମେଶ୍ୱର ଦୁଷ୍ଟମାନଙ୍କର ଶେଷ ଦଶା ଗୁଡ଼ିକକୁ ସେ ଦେଖାଇଛନ୍ତି। ଲେଖାଯାଏ 73 ଗୀତର 17 ପଦରେ, ଶେଷରେ ମୁଁ ପରମେଶ୍ୱରଙ୍କର ଧର୍ମଧାମକୁ ଗଲି ଓ ସେମାନଙ୍କର ଶେଷ ଫଳ ବିବେଚନା କଲି। ନିଶ୍ଚୟ ତୁମ୍ଭେ ସେମାନଙ୍କୁ ଖସଡ଼ା ସ୍ଥାନରେ ରଖୁଅଛ,
ତୁମେ ସେମାନଙ୍କୁ ସର୍ବନାଶରେ ପକାଉଅଛ। ପ୍ରିୟମାନେ, ସେମାନେ ଏକ ନିମିଷରେ କିପରି ଉଚ୍ଛିନ୍ନ ହୁଅନ୍ତି, ନାନା ତ୍ରାସରେ ସେମାନେ ନିଃଶେଷ ରୂପେ ସଂହାରିତ ହୁଅନ୍ତି। ପ୍ରିୟମାନେ, ଏହା ହେଉଛି ବାଇବଲର ସତ୍ୟତା। ଆଜି ଅନେକ ଜଣ ଏହି ସତ୍ୟତାକୁ ନ ଜାଣି ଦୁଷ୍ଟମାନଙ୍କର ଅଳ୍ପ ସମୟର ସମୃଦ୍ଧି, ଅଳ୍ପ ସମୟର ସେମାନଙ୍କର ସୁଖ ଆନନ୍ଦ ଗୁଡ଼ିକକୁ ଦେଖି ଏମାନେ ଭାବୁଛନ୍ତି ଯେ ଆମେ ଦୁଃଖରେ ଅଛୁ, ଆମେ କଷ୍ଟରେ ଅଛୁ, ପରମେଶ୍ୱର ଆମକୁ କିଛି ଦେଉନାହାନ୍ତି, ଆମେ ରୋଗ ସମସ୍ୟାରେ ରହିଛୁ, ସେମାନେ ବହୁତ ଭଲରେ ଅଛନ୍ତି। ପ୍ରିୟମାନେ, ଏହିସବୁ ଗୁଡ଼ିକ ଆମମାନଙ୍କର ଅଳ୍ପ ଜ୍ଞାନର ପରିଚୟ ଅଟେ। ମାତ୍ର ଯେଉଁ ସମୟରେ ପରମେଶ୍ୱରଙ୍କର ସହିତ ଆମେ ରହିବା, ପରମେଶ୍ୱର ଆମକୁ ଏହିସବୁ ବିଷୟର ପ୍ରକାଶନ ଦଳେ ଦେବେ, ଆମେ ଭଲ ଭାବରେ ବୁଝିପାରିବା ସେମାନେ ଖସଡ଼ା ସ୍ଥାନରେ ଅଛନ୍ତି। କେଉଁ ସମୟରେ ସେମାନେ ଖସି ପଡ଼ିବେ ତାହା ଆମକୁ ଜଣା ନାହିଁ। ସେଥିପାଇଁ ଆମେ ସେମାନଙ୍କ ସୌଭାଗ୍ୟ ଦେଖି, ସେମାନଙ୍କ ସମୃଦ୍ଧି ଦେଖି ଆମେ କୌଣସି ପ୍ରକାର ଭାବରେ ବିଚଳିତ ହେବାର ଆବଶ୍ୟକ ନାହିଁ। କାରଣ ସେମାନଙ୍କର ଶେଷ ଭଲ ନୁହେଁ, ଆମର ଆରମ୍ଭ ବି ଭଲ, ଆମର ଶେଷ ବି ଭଲ ଅଟେ। ଯେଉଁମାନେ ପରମେଶ୍ୱରଙ୍କ ସହିତ ରହନ୍ତି ସେମାନଙ୍କ ଜୀବନରେ ବିଭିନ୍ନ ପ୍ରକାର ଦୁଃଖ, ନିନ୍ଦା, ତାଡ଼ନା, କଷ୍ଟ, ଅଭାବ ମଧ୍ୟ ଦେଇ ଯାଉଛନ୍ତି। ମାତ୍ର ସେମାନଙ୍କ ପାଇଁ ପରମେଶ୍ୱର ଗୋଟେ ଗୌରବମୟ ଭବିଷ୍ୟତ ରଖିଛନ୍ତି, ଗୋଟେ ଗୌରବମୟ ଅନନ୍ତ କାଳ ସେମାନଙ୍କ ପାଇଁ ରଖିଛନ୍ତି। ସେଥିପାଇଁ ପ୍ରଭୁ କହିଲେ ଯେ ତୁମେ ବର୍ତ୍ତମାନ ଦୁଃଖ ପାଉଛ, ତାହେଲେ ତୁମେ ଧନ୍ୟ। ପ୍ରିୟମାନେ, ଯଦି ଏହି ସମୟରେ ଆମେ ଦୁଃଖ ମଧ୍ୟ ଦେଇ ଆମେ ଯାଉଛୁ, ତାହେଲେ କୌଣସି ପ୍ରକାର ବିଚଳିତ ହେବାର ଆବଶ୍ୟକ ନାହିଁ। କାରଣ ଆମମାନଙ୍କର ଏଣ୍ଡିଂଟା ଦୁଃଖରେ ହେବ ନାହିଁ। ଆମେ ଦେଖୁଛୁ ଭିକାରୀ ଲାଜାର ଦେହ ସାରା ଘା ଭର୍ତ୍ତି କି ପ୍ରକାର ଅସୁବିଧା ମଧ୍ୟରେ ସେ ଜୀବନଯାପନ କରୁଛି। ମାତ୍ର ଯେଉଁ ସମୟରେ ସେମାନଙ୍କର ମୃତ୍ୟୁ ହେଉଛି, ସେହି ସମୟରେ ସବୁ ବିଷୟ ଉଲ୍ଟି ଯାଉଛି, ସବୁ ବିଷୟ ପରିବର୍ତ୍ତନ ହେଉଛି। ମୁଁ କେବଳ କହୁନାହିଁ ଯେ ମୃତ୍ୟୁ ପରେ ହିଁ ସବୁ ବିଷୟ ପରିବର୍ତ୍ତନ ହେବ। ଏହି ଜୀବନରେ ପରମେଶ୍ୱର ଆମମାନଙ୍କର ଅନେକ ବିଷୟର ପରିବର୍ତ୍ତନ ସେ କରିବେ। ସେଥିପାଇଁ ଦୁଷ୍ଟମାନଙ୍କର ସୌଭାଗ୍ୟ, ଦୁଷ୍ଟମାନଙ୍କର ସମୃଦ୍ଧି, ଦୁଷ୍ଟମାନଙ୍କର ଉନ୍ନତି, ସେମାନଙ୍କ ଘର, ଗାଡ଼ି, ବଙ୍ଗଲା ଏସବୁ ଦେଖି ପରମେଶ୍ୱରଙ୍କ ବିରୁଦ୍ଧରେ ଅଭିଯୋଗ କରନ୍ତୁ ନାହିଁ, ପରମେଶ୍ୱରଙ୍କ ବିରୁଦ୍ଧରେ ବଚସା କରନ୍ତୁ ନାହିଁ। ପ୍ରଭୁ ତୁମେ ସେମାନଙ୍କୁ ଦେଉଛ, ଆମେ ମଧ୍ୟ ଦୁଷ୍ଟ ହେଇଥିଲେ ଭଲ ହେଇଥାନ୍ତା, ଆମେ ମଧ୍ୟ ମନ୍ଦ ହେଇଥିଲେ ଭଲ ହେଇଥାନ୍ତା, ଏବେ ଆମେ ଏତେ ଭଲ ଅଛୁ, ହେଲେ ମଧ୍ୟ ଆମ ଜୀବନରେ ଦୁଃଖ କଷ୍ଟ କାହିଁକି? ଏହି ପ୍ରକାର କମ୍ପ୍ଲେନ୍ ଆମେ ପ୍ରଭୁଙ୍କ ବିରୁଦ୍ଧରେ କରିବା ଉଚିତ ନୁହେଁ। କାରଣ ଏହି ଦୁଷ୍ଟମାନଙ୍କର ସୌଭାଗ୍ୟ ଅଳ୍ପ ସମୟ ପାଇଁ। ଏହା ଯଦି ଆମେ ଭଲ ଭାବରେ ପଢ଼ିବା ଜାଣିପାରିବା, ସେଇ ଗୀତ 37:35ରେ ମୁଁ ଦୁଷ୍ଟମାନଙ୍କୁ ମହାକ୍ଷମତାପନ୍ନ ଓ ସ୍ୱଭୂମିରେ ସତେଜ ବୃକ୍ଷ ତୁଲ୍ୟ ଆପଣଙ୍କୁ ପ୍ରସାରିବାର ଦେଖିଅଛି। ମାତ୍ର ଜଣେ ନିକଟ ଦେଇ ଗଲା, ଆଉ ଦେଖ ସେ ନଥିଲା। ଆହୁରି ମୁଁ ତାହାର ଅନ୍ୱେଷଣ କଲି, ମାତ୍ର ତାହାର ଉଦ୍ଦେଶ୍ୟ ମିଳିଲା ନାହିଁ। ସିଦ୍ଧ ଲୋକକୁ ଲକ୍ଷ୍ୟ କର ଓ ସରଳ ଲୋକଙ୍କୁ ନିରୀକ୍ଷଣ କର, କାରଣ ଶାନ୍ତିପ୍ରିୟର ଲୋକର ଶେଷ ଫଳ ଅଛି। ମାତ୍ର ଅଧାର୍ମିକମାନେ ଏକାବେଳେ ବିନଷ୍ଟ ହେବେ, ଦୁଷ୍ଟର ଶେଷ ଫଳ ଉଚ୍ଛିନ୍ନ ହେବ। ମାତ୍ର ସଦାପ୍ରଭୁ ଧାର୍ମିକ ଲୋକର ପରିତ୍ରାଣ ହୁଏ। ସେ ସଙ୍କଟ ସମୟରେ ସେମାନଙ୍କ ଦୃଢ଼ ଗଡ଼ ଅଟନ୍ତି। ପୁଣି ସଦାପ୍ରଭୁ ସେମାନଙ୍କ ସାହାଯ୍ୟ କରନ୍ତି, ସେମାନଙ୍କୁ ରକ୍ଷା କରନ୍ତି ଓ ଦୁଷ୍ଟମାନଙ୍କ ଠାରୁ ସେମାନଙ୍କୁ ରକ୍ଷା କରି ପରିତ୍ରାଣ କରନ୍ତି, କାରଣ ସେମାନେ ତାହାଙ୍କ ଶରଣାଗତ। ପ୍ରିୟମାନେ, ସଦାପ୍ରଭୁଙ୍କ ବିରୁଦ୍ଧରେ ଯଦି ଆଜି ଅଭିଯୋଗ କରୁଛନ୍ତି ଆପଣ, ମୋ ଜୀବନ ଏ ପ୍ରକାର କାହିଁକି ଘଟୁଛି, ରୋଗ, କଷ୍ଟ, ସମସ୍ୟା, ଆଉ ମୋ ଜୀବନ ସମୃଦ୍ଧି ଦେଖାଯାଉନାହିଁ, ତାହେଲେ କୌଣସି ବିଚଳିତ ହେବାର ଆବଶ୍ୟକ ନାହିଁ। ଦୁଷ୍ଟର ଜୟଧ୍ୱନି ଅଳ୍ପ ସମୟ ପାଇଁ, ଆଉ ସେ ନଥିବ। ଆଜି ଧାର୍ମିକ ଅନନ୍ତକାଳ ସ୍ମରଣରେ ଆସିବ। ସେଥିପାଇଁ ବିଚଳିତ ନ ହୋଇ ପ୍ରଭୁଙ୍କ ଉପରେ ଭରସା ରଖି ଆଗକୁ ବଢ଼ିବା। ଆସନ୍ତୁ ପ୍ରାର୍ଥନା କରିବା। एकमात्र स्वर्गीय पिता, ମୁଁ ତୁମକୁ ଧନ୍ୟବାଦ ଦିଏ। ସବୁ ସମୟରେ ସବୁ ପରିସ୍ଥିତିରେ ତୁମେ ଆପଣା ପବିତ୍ର ବାକ୍ୟ ଦ୍ୱାରା ଆମ ସହିତ କଥାବାର୍ତ୍ତା ହେଉଛ, ଆମକୁ ଉତ୍ସାହିତ କରୁଛ। ସେଥିପାଇଁ ମୁଁ ତୁମର ଗୌରବ କରେ, ମହିମା କରେ। ମୁଁ ତୁମକୁ ଧନ୍ୟବାଦ ଦେଉଛି ଯେ ତୁମେ ଆମମାନଙ୍କୁ ପ୍ରଭୁ ଏହି ଦୁଷ୍ଟମାନଙ୍କ ବିଷୟରେ ତୁମକୁ ବିରୁଦ୍ଧରେ ଯିବା ପାଇଁ ତୁମେ ଦେଇନାହ। ବାକ୍ୟ ଦ୍ୱାରା ତୁମେ ଆମ ସହିତ କଥାବାର୍ତ୍ତା ତୁମେ ହେଇଛ, ଆଉ ତୁମ ବାକ୍ୟ ଅନୁସାରେ ବଞ୍ଚିବା ପାଇଁ ପରାମର୍ଶ ଦେଇଛ। ଧନ୍ୟବାଦ। ଯେଉଁମାନେ ଏହି ପ୍ରକାର ପରିସ୍ଥିତି ମଧ୍ୟରେ ଯାଉଛନ୍ତି, ଦୟାକରି ସେମାନଙ୍କୁ ସମ୍ଭାଳ, ଆଉ ସେମାନେ ସ୍ଥିର ହୋଇ ତୁମ ସହିତ ରହିପାରିବେ ଅନୁଗ୍ରହ କର। प्रार्थना शुणिच, धन्यवाद। प्रार्थना प्रिय प्रभु जीशुଙ୍କ नामରେ ମାଗୁଅଛୁ, आमेन आमेन। प्रेज द लॉर्ड। प्रभु आम समस्त को प्रचुर भाव आशीर्वाद करंतु। प्रभु अनुग्रह कले आसंता अध्याय आ नुआ प्रसंग में परस्पर सहित साक्षात करवा रहिबा। समस्त को नमस्कार। प्रेज द लॉर्ड। गॉड ब्लेस यू।